ସାକ୍ଷ୍ୟ ସତ୍ୟ ମାତ୍ର। କାରଣ ଆମେ ଅତି ନିକଟତର ଗ୍ରାମ ଲୋକ ଆଉ ତାଙ୍କ ବାପାଙ୍କର ସେବା କାର୍ଯ୍ୟ ଆଜି ପର୍ଯ୍ୟନ୍ତ ତରଙ୍ଗଡ଼ା ମଣ୍ଡଳୀ ପ୍ରକାଶ କରୁଛି, ଜଗନ୍ନାଥପୁର ପ୍ରକାଶ କରୁଛି ଏବଂ ବିଭିନ୍ନ ଅଞ୍ଚଳର ଯେଉଁ ଅତି ମାନେ ଚାଲିବାକୁ ମଧ୍ୟ ରାସ୍ତା ନଥିବା ଜାଗାମାନଙ୍କର ଆଜି ସେଠି ମଣ୍ଡଳୀ ଏଷ୍ଟାବ୍ଲିଶ୍ ହେଇପାରିଛି। ତାହା ହେଉଛି ପ୍ରକୃତ ଗୌରବ। ତେଣୁ ମୁଁ ବିଶେଷ କରି ବୃଦ୍ଧ ଦାସ ନାହାନ୍ତି, ତଥାପି ତାକୁ ମୁଁ ସ୍ମରଣ କରିବାକୁ ଚାହେଁ। ଆଉ ତାହାର ସେବା କାର୍ଯ୍ୟର ଫଳ ଆଜି ପ୍ରଭୁ ଦାସ। ତେଣୁ ପ୍ରଭୁ ବିଶେଷ କରି ଆଶୀର୍ବାଦ କରନ୍ତୁ। ଦାଉଦ ଗୋଟେ କଥା ଲେଖନ୍ତି, ଆପଣ ଗୀତ ସଂହିତା 115ର ଗୋଟେ ପଦ ଅଛି ଯେ ତୁମର ମଙ୍ଗଳ ଦାନ ପାଲଟେ ମୁଁ କି ପ୍ରତିଦାନ ଦେବି। ଆଉ ଆମେ କିଛି ଦେଇପାରିବୁ ନାହିଁ, କିନ୍ତୁ ପ୍ରଭୁ ଯେଉଁମାନଙ୍କୁ ମନୋନୀତ କରିଛନ୍ତି ବିଭିନ୍ନ ସ୍ଥାନରେ ବ୍ୟବହାର କରୁଛନ୍ତି। ମୁଁ ଧନ୍ୟବାଦ ଦେବି ଆମମାନଙ୍କ ମଧ୍ୟରେ ଆଜ୍ଞା ଅଛନ୍ତି, ହୁଏତ ସେ କାକିନାଡ଼ା ବୋଧେ, ଆଉ କାକିନାଡ଼ା ଲୋକ ଆସି ଓଡ଼ିଆ ଶିଖି ପ୍ରଚାର କରି ପ୍ରକୃତ ସେବାରେ ବ୍ୟବହାର କରିବା କଥା ପ୍ରଭୁ ଆହ୍ୱାନ ନ କଲେ କେବେ ହେଇପାରେ। ଆଉ ମୁଁ ତାକୁ ବିଶେଷ ଧନ୍ୟବାଦ ଦେବି, କାହିଁକି ତାଙ୍କ ପାଇଁ ଅନେକ ଆତ୍ମା ପ୍ରଭୁଙ୍କ ପାଖକୁ ଆସୁଛି। ଆଉ ମୁଁ ଧନ୍ୟବାଦ ଦେବି ଆମମାନଙ୍କର ନାବଦ ସାର୍ଙ୍କ ପାଇଁ। ଆଉ ସେ ଯେଉଁ ସାକ୍ଷ୍ୟ ଦେଉଥିଲେ, ମୋର ଆକ୍ଚୁଆଲି ମୋର ଶିକ୍ଷକଟା ହେଉଛି, କାରଣ ଆମର ଯେତେବେଳେ ଦଙ୍ଗା ହେଲା 2008 ମସିହାରେ, ଆଉ ଏଇ ପରିବାର ହିଁ ଆମ କେକେସିସି ପାଇଁ ମୂଳଦୁଆ ହେଇଛନ୍ତି। ଅନେକ ସାକ୍ଷ୍ୟ ମୁଁ ନିଜେ ଅନୁଭବ କରିଛି। 2008 ମସିହାରେ ଆମର ଗାଁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହେଇଗଲା, ଆମକୁ ଖାଇବାକୁ ନଥିଲା। ଆଉ ନାବଦ ସାର୍ ଏବଂ ବୃଦ୍ଧ ଦାସ ନାହାନ୍ତି, ସେମାନେ ଆସିଲେ ଆମକୁ ପିନ୍ଧିବାକୁ କହିବାକୁ ଗଲେ ଆମେ ଜଷ୍ଟ ଗୋଟିଏ ଡ୍ରେସ୍